ମନେ ରଖନ୍ତୁ, ଏ ଜୀବନଟା ଗୋଟିଏ ଖେଳ ସଦୃଶ। ଏ ଖେଳରେ ଆପଣ ଖେଳାଳି ହେବେ କି ଖେଳଣା, ଏହା କେବଳ ଆପଣଙ୍କ ଉପରେ ନିର୍ଭର କରେ। ସମୟ ବହୁତ କମ୍ ଅଛି, ଏବେ ହିଁ ସ୍ଥିର କରି ନିଅନ୍ତୁ। ଉଦ୍ଦେଶ୍ୟ ଯଦି ମହତ୍ ହୋଇଥାଏ, ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ୱାର୍ଥ ଅତି ତୁଚ୍ଛ ଓ ନଗଣ୍ୟ ହୋଇଥାଏ। କାହିଁକି ନା ଆକାଶ ଯେତେ ଉଚ୍ଚ ହୋଇଥାଏ, ତାର ସ୍ୱଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ। ସୃଷ୍ଟିର ନିୟମ ଅଛି, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ, ମନୁଷ୍ୟକୁ ତାର ପାପ ହିଁ ଦଣ୍ଡ ଦେଇଥାଏ। ତେଣୁ ଆମେ ଦୁଇଟି ଜିନିଷ ପ୍ରତି ସତର୍କ ହେବା ଉଚିତ। ଗୋଟିଏ ଈଶ୍ୱର ଓ ଅନ୍ୟଟି ପାପ। ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ। ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର। ପରିଣାମ ସମୟ ଆସିଲେ ନିଶ୍ଚିନ୍ତ ମିଳିଥାଏ। ଧନ ରତ୍ନ ସିନା ଦେଇପାରିବନି, ମିଠା କଥା ପଦେ ଦିଅ। ଅହଂ ଭାବ ମନୁ ଛାଡ଼ିଣ, ବିଶ୍ୱାସେ ଆପଣାର କରି ନିଅ। ଜୀବନରେ ନିଜ ବଳକୁ ନେଇ କେବେ ଗର୍ବ କରିବ ନାହିଁ, କାହିଁକି ନା ଏହି ଗର୍ବ ଅନେକ ସମୟରେ ପତନର କାରଣ ବନିଯାଏ। ମନେ ରଖନ୍ତୁ, ଏ ଜୀବନଟା ଗୋଟିଏ ଖେଳ ସଦୃଶ। ଏ ଖେଳରେ ଆପଣ ଖେଳାଳି ହେବେ କି ଖେଳଣା, ଏହା କେବଳ ଆପଣଙ୍କ ଉପରେ ନିର୍ଭର କରେ। ସମୟ ବହୁତ କମ୍ ଅଛି, ଏବେ ହିଁ ସ୍ଥିର କରି ନିଅନ୍ତୁ। ଉଦ୍ଦେଶ୍ୟ ଯଦି ମହତ୍ ହୋଇଥାଏ, ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ୱାର୍ଥ ଅତି ତୁଚ୍ଛ ଓ ନଗଣ୍ୟ ହୋଇଥାଏ। କାହିଁକି ନା ଆକାଶ ଯେତେ ଉଚ୍ଚ ହୋଇଥାଏ, ତାର ସ୍ୱଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ। ସୃଷ୍ଟିର ନିୟମ ଅଛି, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ, ମନୁଷ୍ୟକୁ ତାର ପାପ ହିଁ ଦଣ୍ଡ ଦେଇଥାଏ। ତେଣୁ ଆମେ ଦୁଇଟି ଜିନିଷ ପ୍ରତି ସତର୍କ ହେବା ଉଚିତ। ଗୋଟିଏ ଈଶ୍ୱର ଓ ଅନ୍ୟଟି ପାପ। ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ। ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର। ପରିଣାମ ସମୟ ଆସିଲେ ନିଶ୍ଚିନ୍ତ ମିଳିଥାଏ। ଧନ ରତ୍ନ ସିନା ଦେଇପାରିବନି, ମିଠା କଥା ପଦେ ଦିଅ। ଅହଂ ଭାବ ମନୁ ଛାଡ଼ିଣ, ବିଶ୍ୱାସେ ଆପଣାର କରି ନିଅ। ଜୀବନରେ ନିଜ ବଳକୁ ନେଇ କେବେ ଗର୍ବ କରିବ ନାହିଁ, କାହିଁକି ନା ଏହି ଗର୍ବ ଅନେକ ସମୟରେ ପତନର କାରଣ ବନିଯାଏ।